Hi everyone, welcome to G Study Point. ପିଲାମାନେ ଆମେମାନେ ଲାଷ୍ଟ କ୍ଲାସ୍ରେ ଗ୍ରାଫ୍ ଦେଖିଥିଲେ ଯେ ସମବେଗରେ ଗୋଟେ ଗତିଶୀଳ ବସ୍ତୁର ସମୟ ଦୂରତା ଗ୍ରାଫ୍ ଆଉ ଅସମବେଗରେ ଗୋଟେ ବସ୍ତୁର ସମୟ ଦୂରତା ଗ୍ରାଫ୍ ସବୁ ଦେଖିଦେଇଥିଲେ। ଆଚ୍ଛା, ଆଜିର ତମର ଯେମିତି ସମୟ ଦୂରତା ଦେଖିଥିଲେ ସେମିତି ସମୟ ପରିବେଗ ଗ୍ରାଫ୍ ଦେଖିବା। ସମୟ ପରିବେଗ ଗ୍ରାଫ୍ ପିଲାମାନେ ସେମିତି ଗୋଟେ ଆଚ୍ଛା ପିଲାମାନେ ମୁଁ ଗୋଟେ ଗ୍ରାଫ୍ କରୁଛି। ତମ ବୁକ୍ରେ ଏଟା ଅଲରେଡ଼ି ଦେଇଛି, ମୁଁ ଖାଲି ସେଟାକୁ କରୁଛି। ମୁଁ ଫ୍ରି ହ୍ୟାଣ୍ଡରେ କରୁଛି, ସେଥିପାଇଁ ମୋର ଲାଇନ୍ ଗୁଡ଼ାକ ଠିକ୍ ରହୁନି। ପିଲାମାନେ ତମେ ସେ ଆକର୍ଡ଼ିଙ୍ଗଲି ଗ୍ରାଫଟାକୁ ସବୁବେଳେ ସ୍କେଲରେ ହିଁ କରିବ। ଆଚ୍ଛା, ଏଟା ହେଉଛି ସମଗତିରେ ଗତିଶୀଳ ଗୋଟେ କାରର ସମୟ ପରିବେଗ ଗ୍ରାଫ। ଆଚ୍ଛା ପିଲାମାନେ, ମୁଁ ଯେଉଁ ଏଇଠି ଏକ୍ସ ଏକ୍ସିସ୍ ଅଛି ବା ଏକ୍ସ ଅକ୍ଷରେଖା, ମୁଁ ଏଠି ନେଲି ସମୟ, ଆଉ ଏଠି ଯେଉଁ ୱାଇ ଅକ୍ଷରେଖା ଅଛି ଏଠି ମୁଁ ନେଲି ପରିବେଗ। ଠିକ୍ ଅଛି, ଗୋଟେ ପଟେ ନିଆହେଲା ସମୟ ଆଉ ଗୋଟେ ପଟେ ନିଆହେଲା ପରିବେଗ। ସମୟ ପରିବେଗର ଗ୍ରାଫ ଗୋଟେ ଅଙ୍କନ କରାଯାଇଛି। ଯଦି ଗୋଟେ ବସ୍ତୁଟେ ସମଗତିରେ ଗତି କରୁଛି ତାହେଲେ ତାର ସମୟ ପରିବେଗ ଗ୍ରାଫର ଅକ୍ଷରେଖାଟା ସବୁବେଳେ ସମୟ ସହିତ ସମାନ୍ତରାଳ ରହିବ। ଦେଖ, ଗୋଟେ ବସ୍ତୁ ମନେକର ଏକ ସମୟରେ 40 କିଲୋମିଟର ଯାଉଥିଲା, ଠିକ୍ ଅଛି, ଦୁଇରେ ମଧ୍ୟ ସେଇ 40 କିଲୋମିଟର ପରିବେଗରେ ଯାଉଛି, 3 ସମୟରେ ବି ସେହି 40 କିଲୋମିଟର ପରିବେଗରେ ଯାଉଛି। ତ ମୋର ଏଠି ଯଦି ଗ୍ରାଫ 1 2 3 ଏମିତି ଯାଇଛି, ଏଇଟା 10 20 30 40, ତ ଏଠି ବି 40, ପୁଣି 2ରେ ବି 40, 3ରେ ବି 40, ତ ଏଇଟା କ'ଣ ହେଲା, ଗୋଟେ ଲାଇନ୍ ହେଇଗଲା। ତ ମୋର ଏଟା ଯେଉଁ ସମୟ ଅକ୍ଷରେଖା ସହିତ ଏଟା ସମାନ୍ତରାଳ ରହିଲା କି ନାହିଁ? ତ ଆମେ ତାକୁ କହିପାରିବା ଯେ ଗୋଟେ ବସ୍ତୁ ଯଦି ସମ ପରିବେଗରେ ଗତି କରେ ତାହେଲେ ସମୟ ଅକ୍ଷରେଖା ସହିତ ତାର ସମାନ୍ତର ସରଳ ରେଖା ହେଇଥାଏ। ଏହାର ଉଚ୍ଚତା ସମୟ ଅକ୍ଷରେଖା ସହ ପରିବର୍ତ୍ତନ ହେବ ନାହିଁ। ଠିକ୍ ଅଛି, ତ ଏଟାକୁ ଆମେ এবି ଦ୍ୱାରା ସୂଚିତ କଲେ, ଏଟାକୁ ଆମେ କ'ଣ କରିଛେ, এবି ଦ୍ୱାରା ସୂଚିତ କଲେ କି ନାହିଁ? ଏ ଜିନିଷଟାକୁ এবି ଦ୍ୱାରା ସୂଚିତ କରାଯାଇଛି। ବୁଝିଗଲା? ତାପରେ ଆସିଲା, ଆଚ୍ଛା, ସମୟ ପରିବେଗ ଗ୍ରାଫ ଓ ସମୟ ଅକ୍ଷରେଖା ମଧ୍ୟରେ ସମୟର ଦୁଇ ପ୍ରାନ୍ତର ବିନ୍ଦୁ ମଧ୍ୟରେ ଆବଦ୍ଧ କ୍ଷେତ୍ରର କ୍ଷେତ୍ରଫଳ ସେହି ସମୟ ଅନ୍ତରାଳରେ ବସ୍ତୁର ବିସ୍ଥାପନର ପରିମାଣକୁ ସୂଚାଏ। ଆଚ୍ଛା ପିଲାମାନେ, ଆମେ ବୁଝେଇ ଦେଉଛି ତାପରେ କହିବି। ପରିବେଗ ଇଜ ଇକ୍ୱାଲ ଟୁ ବିସ୍ଥାପନ ବାଇ ସମୟ, ଜାଣିଛେ। ତ ବିସ୍ଥାପନ ଇଜ ଇକ୍ୱାଲ୍ସ ଟୁ ପରିବେଗ ଗୁଣନ ସମୟ, ଏଟା କହିପାରିବି। ଆଚ୍ଛା, ଯେଉଁ ଏଇଟା ଆମର ଅଛି ସମୟ ପରିବେଗ ଗ୍ରାଫ, ଏଇଟା ଯେଉଁ ଅଛି ଏଇଟା ହେଉଛି ସମୟ ପରିବେଗର ଗୋଟେ ଗ୍ରାଫ। ତ ଏ ଯେଉଁ ସମୟ ପରିବେଗ ଗ୍ରାଫରେ ତମେମାନେ ଦେଖୁଛ, ଗୋଟେ ସେକେଣ୍ଡ ପିଲାମାନେ, ଆଚ୍ଛା, এই ବିନ୍ଦୁରୁ ଏ ବିନ୍ଦୁ ହେଉଛି କ'ଣ, ଦୂରତାର ସମୟର ପାର୍ଥକ୍ୟ। t2 - t1 କ'ଣ ହେବ, ସମୟ। ସେମିତି ଏ ବିନ୍ଦୁରୁ ଏ ବିନ୍ଦୁ, ମାନେ ମୁଁ କହିବାକୁ ଚାହୁଁଛି CD ହେଉଛି କ'ଣ, ସମୟ, ଯେଉଁଟାକି t2 - t1, ଆଉ AB ହେଉଛି
ମୋତେ ମନେକର ସେତିକି ଏରିଆରେ ତାର ବିସ୍ଥାପନ କାଢ଼ିବାର ଅଛି। ଏ ବି ହେଉଛି ମୋର ପରିବେଗ। ଏଠି ତ ପରିବେଗ ଚେଞ୍ଜ ନାହିଁ ନା, ସେଇ ପରିବେଗ 40 ଗୋଟେ ସମାନ ରହିଛି ଯେହେତୁ ସମ ପରିବେଗରେ ଯାଉଛି। ଠିକ୍ ଅଛି, ଏତିକି ଜିନିଷ। ତ ସମୟ ପରିବେଗ ଗ୍ରାଫ ଓ ସମୟ ଅକ୍ଷରେଖା ମଧ୍ୟରେ ସମୟ ଦୁଇ ପ୍ରାନ୍ତ ବିନ୍ଦୁ ମଧ୍ୟରେ ଏଇ ଯେଉଁ ସମୟର ଦୁଇ ପ୍ରାନ୍ତ ବିନ୍ଦୁ ମଧ୍ୟରେ, ଠିକ୍ ଅଛି, ଏଇଟା ହେଉଛି ମୋର ପରିବେଗର ଗୋଟେ ଲାଇନ୍। ଏଠି ଗୋଟେ ସମୟ ନେଲି, ଗୋଟେ ବିନ୍ଦୁ, ଏଠି ଆଉ ଗୋଟେ ସମୟ ନେଲି। ଏଇ ଯେଉଁ ସମୟ ବିନ୍ଦୁକୁ ଏଇଠି କ'ଣ ହେଇଛି, ଆବଦ୍ଧ ହେଇଛି ଗୋଟେ ଦୁଇଟା ଲାଇନ୍। ତ ଏଇଠୁ ଏତିକି ମୋର କ'ଣ ଆସିଲା ରେ, ଗୋଟେ ଆବଦ୍ଧ ହେଇଥିବା ଗୋଟେ ଯେକୌଣସି ବସ୍ତୁ ପଳାଇ ଆଇଲା, କ୍ଷେତ୍ରଫଳ ପଳାଇ ଆସିଲା। ବସ୍ତୁ ତ ନାହିଁ, ଏଇଟା ହେଉଛି ଗୋଟେ କ୍ଷେତ୍ରଫଳ, ଆବଦ୍ଧ ହେଇଥିବା ଗୋଟେ କ୍ଷେତ୍ରଫଳ। ଏଇ ଯେଉଁ କ୍ଷେତ୍ରଫଳ ଯେତେବେଳେ ଆମେ କାଢ଼ିଦେବା ସେଟା ହେବ ଆମର ବିସ୍ଥାପନ। ବୁଝିପାରିଲ, ସେଇଟା ହିଁ ଲେଖା ହେଇଛି। ତ ବିସ୍ଥାପନ ଇଜୁକାଲ କ'ଣ, ପରିବେଗ ଇଣ୍ଟୁ ସମୟ। ଆବଦ୍ଧ କ୍ଷେତ୍ରର କ୍ଷେତ୍ରଫଳ ହେଉଛି ବିସ୍ଥାପନ। ଆଚ୍ଛା, ତମ ଏଇଠି କୁହାହେଲା ଯେ ୱାର୍ଡିଂରେ କି ଆବଦ୍ଧ କ୍ଷେତ୍ରର କ୍ଷେତ୍ରଫଳ ହେଉଛି ବିସ୍ଥାପନ। ତାହେଲେ ଆଚ୍ଛା, ଏଇଟା ହେଉଛି କ'ଣ, ଗୋଟେ ଆୟତକ୍ଷେତ୍ର। ଏଇଟା ହେଉଛି ଗୋଟେ ଆୟତକ୍ଷେତ୍ର। ତ ଆୟତକ୍ଷେତ୍ର ଏ ବି ସି ଡି ର କ୍ଷେତ୍ରଫଳ କ'ଣ, କ୍ଷେତ୍ରଫଳ ଇଜୁକାଲ ଟୁ ବିସ୍ଥାପନ ନା, ଇଜିକାଲ୍ସ ଟୁ ଏ ବି ଇଣ୍ଟୁ ବି ଡି। ଆଚ୍ଛା ପିଲାମାନେ, ଏ ବି ହେଉଛି କ'ଣ, ଯେଉଁଟା ହେଉଛି ସମୟ ଦୁଇ ଜଣଙ୍କ ଭିତରେ। ବି ଡି ହେଉଛି ଅତିକ୍ରାନ୍ତ କରିଥିବା, ବି ଡି ହେଉଛି ପରିବେଗ। ଏଇଠୁ ଏତିକି କ'ଣ ଦେଖାଏ, ପରିବେଗ ଦେଖାଏ କି ନାହିଁ, ଏତିକିରୁ ଏତିକି ଏଇଟା ହେଉଛି ପରିବେଗ, ଯେଉଁଟାକି 40 ଅଛି। ଆଉ ଏଇଟା ହେଉଛି ଅତିକ୍ରାନ୍ତ କରିଥିବା ସମୟ, 4 - 1। ଠିକ୍ ଅଛି, ତ ଏଇଠୁ ଜାଣିପାରିଲ ଯେ ଆବଦ୍ଧ କ୍ଷେତ୍ରର କ୍ଷେତ୍ରଫଳରୁ ବି ଆମେ ବିସ୍ଥାପନ କାଢ଼ିଲେ, ଯେଉଁଟାକି ଆମେ ଜାଣିଥିଲେ ଯେ ବିସ୍ଥାପନ ଇଣ୍ଟୁ ପରିବେଗ ସମୟ। ଆବଦ୍ଧ କ୍ଷେତ୍ରର କ୍ଷେତ୍ରଫଳରୁ ବି ଆମେ ସେଇ ଜିନିଷଟା ହିଁ ପାଇଲେ ଯେ ପରିବେଗ ଇଣ୍ଟୁ ସମୟ। ସେଥିପାଇଁ କୁହାଯାଏ ସମୟକୁ ନେଇକି ଯେଉଁ ସମୟ ପରିବେଗ ଗ୍ରାଫରେ ସମୟ ଯଦି ଅକ୍ଷରେଖା ଭିତରେ ଆମେ ଯଦି ଗୋଟେ ଆବଦ୍ଧ କ୍ଷେତ୍ରର କ୍ଷେତ୍ରଫଳ କାଢ଼ିଦେବା, ସେଇଠି ଆମକୁ କ'ଣ ମିଳିବ, ବିସ୍ଥାପନ ମିଳିବ। ବୁଝିପାରିଲ, ତ ଏଇ କ୍ଷେତ୍ରରେ ମୋର ପରିବେଗ ହେଉଛି 40, ସମୟ ହେଉଛି t2 - t1, ଯେଉଁଟାକି ମୁଁ ନେଇଛି 4 1। ତ ମୋର ସମୟ ହୋଇଗଲା କେତେ, 40 ଇଣ୍ଟୁ 4ରୁ 1 ଗଲେ 3, ତ 120। ଯେଉଁଥିରେ ନେଇଥିବ, ମୁଁ କିଲୋମିଟର ନେଇଛି ତ କିଲୋମିଟର, ମୋର ବିସ୍ଥାପନ ପଳାଇ ଆସିଲା 120 କିଲୋମିଟର। ଏତିକି ହିଁ ଲେଖା ହେଇଛି। ପିଲାମାନେ ଏବେ ଦେଖିବା, ଯେମିତି ଆମେ ଗତିରେ ଦେଖିଥିଲେ ସମଗତିରେ ଆଉ ଅସମଗତି, ଏ ବିଷୟରେ ଗ୍ରାଫରେ ଦେଖିଦେବା। ଜଲ୍ଦି ଜଲ୍ଦି ସରିଯିବ, ଗୋଟେ ସେକେଣ୍ଡ, ମୁଁ ଗୋଟେ ଆଗ ଗ୍ରାଫ ଗୋଟେ ଆଣିଦିଏ। ଦେଖ ପିଲାମାନେ, ଏଠି ଗୋଟେ କରିବା କ'ଣ, ଏଠି ମୁଁ ନେଇଗଲି ସମୟ, ପରିବେଗ, ଠିକ୍ ଅଛି, ଏଇଟା ପରିବେଗକୁ ମିଟର ପର ସେକେଣ୍ଡରେ ନିଆଯାଇଛି। ସମୟ 0 5 10, ତ ବୁକ୍ରେ ହିଁ ଏଇଟା ଦେଇଛି, ମୁଁ ଖାଲି ତୁମକୁ ଦେଖେଇ ଦେଉଛି। ପରିବେଗ 0 9 8 27 36। ତ ଏଠୁ ତୁମେ ଜାଣିଗଲ ଯେ ଦେଖ, ପରିବେଗର ଡିଷ୍ଟାନ୍ସ ବି ପରିବେଗ ଭିତରେ ପାର୍ଥକ୍ୟ ସମାନ ରହୁଛି, ମାନେ ଏଇଟା କ'ଣ ସମ ପରିବେଗରେ ଯାଉଛି। ସମତ୍ୱରାନ୍ୱିତ, ଆଚ୍ଛା, ଏଇଟାକୁ ମୁଁ ଦେଖାଉଛି ସମତ୍ୱରାନ୍ୱିତ। ତ୍ୱରାନ୍ୱିତ ହେଲେ କ'ଣ, ପରିବେଗର ପରିବର୍ତ୍ତନ ବାଇ ସମୟ। ଯେହେତୁ ପରିବେଗର ପରିବର୍ତ୍ତନ ସବୁଥିରେ ସମାନ ଅଛି, ସମୟର ପରିବର୍ତ୍ତନ ସବୁଥିରେ ସମାନ ଅଛି, ତ ମୋର ତ୍ୱରାନ୍ୱିତଟା କ'ଣ ହେବ, ସମାନ ହେବ କି ନାହିଁ, ତ୍ୱରଣଟା। ତ ସମତ୍ୱରାନ୍ୱିତ ବେଗରେ ଗତି କରୁଥିବା କାରର ସମୟ ପରିବେଗ ଗ୍ରାଫ। ଚାଲ ଗ୍ରାଫଟାକୁ କରିକି ଦେଖେଇବା। ଆଚ୍ଛା, ନେଇଯିବା, ଏଇଟା ହେଉଛି 0 5 10 15 20 25 ଏମିତି ଯିବ। ପିଲାମାନେ, ମୁଁ ଲାଇନ୍ ସିଧା ହେଉନି, ସେଥିପାଇଁ ପ୍ଲିଜ୍ ଟିକେ ଆଡ଼ଜଷ୍ଟ କରିନେବ।
18 27 36 ଠିକ୍ ଅଛି। ଶୂନକୁ ଶୂନ ରହିଲା, 5ରେ 9 ରହିଲା, ପୁଣି 10ରେ 18 27 36। ଆଚ୍ଛା ପିଲାମାନେ, ତମେ ଏଠୁ କ'ଣ ପାଇଲ ନା ଏଇଟା ଗୋଟେ ସିଧା ଗୋଟେ ଲାଇନରେ ଏମିତି ଯିବ। ଠିକ୍ ଅଛି। ଆଚ୍ଛା, ସମଗତିରେ ଗତି କରିଛି। ଏଇ ଯୋଉ ସମୟ ପରିବେଗ ଗ୍ରାଫ ଅଛି, ଏଥିରେ ସମାନ ସମୟ ଅନ୍ତରାଳରେ ପରିବେଗର ସମାନ ପରିମାଣରେ ପରିବର୍ତ୍ତିତ ହେଇଛି। ଠିକ୍ ଅଛି। ତ ଏଇ ଗ୍ରାଫରେ କାରଟା କେତେ ଦୂର ଯାଇଛି ତାହା ମଧ୍ୟ ଆମେ ଜାଣିପାରିବା। ସମୟ ପରିବେଗ ଗ୍ରାଫ ଓ ସମୟ ଅକ୍ଷ ମଧ୍ୟରେ ଦୁଇଟି ସମୟ ମୁହୂର୍ତ୍ତ ମଧ୍ୟରେ ଆବଦ୍ଧ କ୍ଷେତ୍ରଫଳରୁ କାରଟି ଅତିକ୍ରାନ୍ତ କରିଥିବା ଦୂରତା ଜାଣିପାରିବା। ଆଚ୍ଛା ପିଲାମାନେ, ମନେକର ମୁଁ କହିବି ଏଇ ଯୋଉ 15ରୁ 25 ଭିତରେ କାରଟା କେତେ ଦୂରତା ଅତିକ୍ରମ କରିଛି, ତମମାନେ ମତେ କାଢିକି କୁହ। ଏଇଟା ଗୋଟେ ପଏଣ୍ଟ ନିଆଯାଉଛି 25, ଯୋଉଟାକି 45 କିଲୋମିଟର ଯାଇଛି। ଠିକ୍ ଅଛି। ତ ମୁଁ କ'ଣ କରିବି, ଏଇଠି ଗୋଟେ ଲାଇନ୍ ଟାଣିଦେବି। ଏଇଟା ନେଇଯିବି ଏ, ଏଇଟା ନେଇଯିବି ଇ, ଏଠୁ ଗୋଟେ ଲାଇନ୍ ବଢେଇ ଦେବି ଏଠୁ। ଠିକ୍ ଅଛି। ଏଇଟା ହେଇଯିବ ମୋର ଡି। ଆକୁ ବି ସିଧା କରି ଗୋଟେ ଲାଇନ୍ ମୁଁ ଟାଣି ଦେଉଛି। ସମୟର ଦୂରତା ମୋତେ ଗୋଟେ କୋଶ୍ଚିନ୍ ପଚାରେ କି 15 ସେକେଣ୍ଡରୁ 25 ସେକେଣ୍ଡ ଭିତରେ କାରଟେ ଅତିକ୍ରମ କରିଥିବା ବିସ୍ଥାପନଟା ମୋତେ କୁହ। ତାହେଲେ ମୁଁ କେମିତି କାଢ଼ିବି? ଆଚ୍ଛା ପିଲାମାନେ, ତାହେଲେ ଆମେ କ'ଣ କହିଛେ ଯେ ବିସ୍ଥାପନ କାଢ଼ିବାକୁ ହେଲେ ଆବଦ୍ଧ କ୍ଷେତ୍ରର କ୍ଷେତ୍ରଫଳ କାଢ଼ିବାକୁ ପଡ଼ିବ। ଆବଦ୍ଧ କାହା ସହିତ ହେଇଥିବ ନା ସମୟର ଯୋଉ ଲାଇନ୍ ଅଛି, ଏଇଟା ଯୋଉ ସମୟର ଅକ୍ଷରେଖା ଅଛି ତା ସହିତ ଆବଦ୍ଧ ହେଇଥିବ। ତ ମୁଁ କ'ଣ କଲି, ଏ ଯୋଉ ସମୟ 15ରୁ 25 ଦେଇଛି, ତ ଡାଇରେକ୍ଟ ଗୋଟେ 15ରେ ଗୋଟେ ଲାଇନଟେ ଟାଣିଲି, 25ରେ ଗୋଟେ ଲାଇନଟେ ଟାଣିଦେଲି। ଠିକ୍ ଅଛି। ଏଠି ଆଉ ଗୋଟେ ଲାଇନ୍ ଟାଣିଲି, କାହିଁକି ଏଠି ଟାଣିବାର କାରଣ, ଏଇଟା ହେଉଛି ଗୋଟେ ଏମିତିଆ ଗୋଟେ ଚିତ୍ର ଯୋଉଠିକି ଆମେ ଗୋଟେ ଆବଦ୍ଧ କ୍ଷେତ୍ରଟା କାଢ଼ି ପାରିବାନି, ସେଥିପାଇଁ ଆଉ ଗୋଟେ ଲାଇନ୍ ଟାଣିଲି। ବର୍ତ୍ତମାନ ବିସ୍ଥାପନ କେମିତି କାଢ଼ିବା? ଆମକୁ ଏଇ ଟୋଟାଲ ଯୋଉ ଏଇଠୁ ଏତିକି ଯୋଉ ଅଛି, ଏ ଟୋଟାଲର ଆମକୁ କ'ଣ କାଢ଼ିବାର ଅଛି? କ୍ଷେତ୍ରଫଳ କାଢ଼ିଦେଲେ ଆମର ବିସ୍ଥାପନ ପଳେଇ ଆସିବ। ତ ବିସ୍ଥାପନ କାଢ଼ିବାକୁ ହେଲେ ମୋତେ କ'ଣ କରିବାକୁ ପଡ଼ିବ? ତ୍ରିଭୁଜ ଏ ଡି ଇ ର କ୍ଷେତ୍ରଫଳ ପ୍ଲସ୍, ଆଚ୍ଛା ଏଡି ଇଜ ଇକ୍ୱାଲ୍ ଟୁ, ଏଇଟା ଗୋଟେ ଲାଇନ୍ ଦେଇଦେବା, ଏଇଟା BC। ଠିକ୍ ଅଛି। AD ଇଜ ଇକ୍ୱାଲ୍ ଟୁ BC। ତ ଆଉ AB ଇଜ ଇକ୍ୱାଲ୍ ଟୁ DC। ଏଇଟା ଇଜ ଇକ୍ୱାଲ୍ ଏ ଦୁଇଟା, ଆଉ ଏଇଟା ଇଜ ଇକ୍ୱାଲ୍ ଟୁ ଏଇଟା। ତ ଏଇଟା ହେଲା ଗୋଟେ କ'ଣ ଆୟତକ୍ଷେତ୍ର। ADE ର କ୍ଷେତ୍ରଫଳ ପ୍ଲସ୍ ABCD ଆୟତ କ୍ଷେତ୍ରର କ୍ଷେତ୍ରଫଳ। ଏଠୁ ଆମେ ବିସ୍ଥାପନ କାଢ଼ିପାରିବା। ତ ADE ର କ୍ଷେତ୍ରଫଳ ଏଇଟା ହେଉଛି କ'ଣ, ଗୋଟେ ସମକୋଣୀ ତ୍ରିଭୁଜ, ହାଫ୍ ଇଣ୍ଟୁ AD ଇଣ୍ଟୁ ED, ହାଫ୍ ଇଣ୍ଟୁ AD ଇଣ୍ଟୁ ED। ଏଇଟା ହେଉଛି ତ୍ରିଭୁଜ ADE ର କ୍ଷେତ୍ରଫଳ, ହେଉଛି ହାଫ୍ ଇଣ୍ଟୁ ଭୂମି ଇଣ୍ଟୁ ଉଚ୍ଚତା। ABCD ର କ୍ଷେତ୍ରଫଳ କ'ଣ, AD ଇଣ୍ଟୁ DC। ଠିକ୍ ଅଛି। ଏଠୁ ଆମେ କାଢ଼ିପାରିବା। ଯଦି ତୁମେ କାଢ଼ିବାକୁ ଚାହୁଁଛ ହାଫ୍ AD ଇଜ ଇକ୍ୱାଲ୍ ଟୁ କେତେ ହେବ ପିଲାମାନେ? 25ରୁ 15 ଗଲେ 10। ED କେତେ ହେବ? 45ରୁ 27 ମାଇନସ୍ କରିବ, ସେ ଅନୁସାରେ କରିବ, ମୁଁ ଖାଲି ତୁମକୁ କହିଦେଲି। ଠିକ୍ ଅଛି। ଏଇଟା ଏମିତି ହେବ। ଏଇଟା ସମାନ୍ତରାନିତ ଗତି ଗଲା। ଆଚ୍ଛା ପିଲାମାନେ, ଆଉ ଗୋଟେ ଗ୍ରାଫ୍ ଅଛି ଯୋଉଟାକି ଅସମ ତ୍ୱରାନ୍ୱିତ ଗତିରେ ଯିବ। ମାନେ ମୁଁ ସେଇ ସମୟ ନେଇଯିବି, ସମାନ ସମୟ ଅନ୍ତରାଳରେ ଅସମାନ ଦୂରତା ଅତିକ୍ରମ କରିବ, ଯୋଉଟାକି ଅସମ ତ୍ୱରାନ୍ୱିତ ଗତି। ସମୟ ଏଠି ଯିବ ପରିବେଗ, 0ରେ 0 ଥିବ, 5 ବେଳକୁ 9 ହେଇଯିବ, 10 ବେଳକୁ 15 ହେଇଯିବ, 15 ଟାଇମ୍ 15 ସେକେଣ୍ଡରେ ସିଏ
20 ହେବ, ପୁଣି ଆଉଥରେ 20 ସେକେଣ୍ଡରେ 22 ହେବ, ଏମିତି ଯିବ। ତ ଆମେ ତା ପାଇଁ ଗୋଟେ ଗ୍ରାଫଟା ଟାଣିଦେବା। ପାଞ୍ଚ, 10, 15, 20, 25 ଏମିତି 9, 18 ସରି 9 ନେଇଛେ। ଆଚ୍ଛା ଏଇଟା ଏମିତି ନମ୍ବର ଏମିତି ନେଇଯାଇଛି। ଆଚ୍ଛା 5 ଶୂନରେ ତ ଶୂନ ଅଛି, ତାପରେ 5ରେ 9 ହେଲା, ତ 6 ତ 8 9 ଏଠି ରହିବ। ପୁଣି 10ରେ ଯାଇଛି 15କୁ, 15 ହେଲେ ଏଠି ରହିଲା 12, 13, 14, 15, ଏଠି ରହିବ 15। ପୁଣି ଆଉଥରେ 15 ସେକେଣ୍ଡରେ 20 ଆଡ଼େ ପଳେଇଛି, ତ 18, 19, 20। ଆଚ୍ଛା ମୁଁ ଏଇଟା ଆଉଥରେ କମେଇ ଦେଉଛି, ଏଇଟା ହେଇଯିବ 12, ଏଇଟା ହେଇଯିବ 14 ହେଲା, ଏମିତି କର। ତ 20 ବେଳକୁ କୁଆଡ଼େ ପଳେଇଛି ନା 12କୁ 14। ଆଚ୍ଛା ଦେଖିଲ ନା, ଅସମ ତ୍ୱରଣୀତିରେ ଗୋଟେ ଗତି ଷ୍ଟ୍ରେଟ୍ ଲାଇନ୍ ତ ହଉନି। ଗ୍ରାଫଟା ଦେଖିଲ ନା କେମିତି ଅବଡ଼ା ଖବଡ଼ା ହେଲା, ସେଇଟା ହେଉଛି ଯେହେତୁ ଅସମ ତ୍ୱରାନ୍ୱିତ ଗତି ହେଉଛି। ଅସମ ତ୍ୱରାନ୍ୱିତ ଗତିଶୀଳ କାରର ସମୟ ପରିବେଗ ଗ୍ରାଫ। ଠିକ୍ ଅଛି, ଆଉ ଏତେ ଲେଖୁନି, ଏଠୁ ଜାଣିଦିଅ। ବୁଝିଗଲା। ତାପରେ ପିଲାମାନେ ନେକ୍ସଟ ଆମେ ଦେଖିବା ଗତି ସମୀକରଣ ଗୁଡ଼ିକର ବ୍ୟୁତ୍ପତ୍ତି ହେଲା। ଠିକ୍ ଅଛି, ଆମର ମନ 3ଟି ସମୀକରଣ ରହିଛି ହେଲା। ପିଲାମାନେ ମନେ ରଖ, ଗତି ସମୀକରଣ ଫାଷ୍ଟ ହେଉଛି v is equal to u plus at, ସେକେଣ୍ଡ ହେଉଛି s is equal to ut plus half at square। ପିଲାମାନେ ମୁଁ ଗୋଟେ ଡେରାଇଭ୍ କରିବି, କଲେ ଯାଇକି ତମେ ମାନେ ଭଲରେ ବୁଝିପାରିବ, ତମକୁ ସବୁ ଲାଗିବ ଏଗୁଡ଼ା କ'ଣ ସବୁ। ଠିକ୍ ଅଛି, ଏଇଟା ହେଉଛି ଗତି ସମୀକରଣ। ଆଚ୍ଛା ପିଲାମାନେ u ହେଉଛି ବସ୍ତୁର ପ୍ରାରମ୍ଭିକ ଗତି, ଯୋଉଠୁ ବସ୍ତୁ ତାର ଗତି ଆରମ୍ଭ କରିଛି, ପ୍ରାରମ୍ଭିକ ପରିବେଗ, ଯୋଉଠୁ ବସ୍ତୁ ତାର ପରିବେଗ ଆରମ୍ଭ କଲା। v ହେଲା ବସ୍ତୁର ଅନ୍ତିମ ପରିବେଗ, t ହେଲା ଗତି କରୁଥିବା ସମୟ ଅବଧି, a ହେଲା ବସ୍ତୁର ତ୍ୱରଣ, s ହେଲା t ସମୟ ବ୍ୟବଧାନରେ, t ସମୟ ମଧ୍ୟରେ ବସ୍ତୁ ଅତିକ୍ରାନ୍ତ କରିଥିବା ଦୂରତା। ଠିକ୍ ଅଛି, ଏତିକି ହେଉଛି ତମର ଜିନିଷ। 3ଟି ସମୀକରଣ ଅଛି, ଆଉ କେଉଁ ସମୀକରଣ କ'ଣ ମୁଁ ସବୁ କହିଦେଲି। ଆଚ୍ଛା ପ୍ରଥମେ ଆମେ କରିବା ପ୍ରଥମ ଗତି ସମୀକରଣ। ଆଚ୍ଛା ଫାଷ୍ଟ ଆମେ ପଢ଼ିବା ପ୍ରଥମ ଗତି ସମୀକରଣ। ଠିକ୍ ଅଛି ପିଲାମାନେ, ପ୍ରଥମ ଗତି ସମୀକରଣ କରିବା ପୂର୍ବରୁ ମୁଁ ଗୋଟେ ଗ୍ରାଫ୍ କରିଦିଏ, ଗ୍ରାଫ୍ ଦ୍ୱାରା ତମେ ବୁଝିପାରିବ। ଏଇଟା ହେଉଛି 0, x axis,
ଏଟା ହେଉଛି y axis, y ଅକ୍ଷ ରେଖା x ଅକ୍ଷ ରେଖା। ଠିକ୍ ଅଛି। ଆଚ୍ଛା, ଏଠି ଗୋଟେ ପଏଣ୍ଟ ନେଲି, ଏ ପଏଣ୍ଟ ହେଉଛି 0u, ମାନେ ଏଠୁ ଏତିକି, ଏଠୁ ଏତିକିର ଦୂରତା ହେଉଛି u। ଗ୍ରାଫ୍ ତ ତମେ ପଢ଼ିଛ, ଜାଣିଥିବ। ଏଠି ଗୋଟେ ପଏଣ୍ଟ ଯୋଉଟାକି e, ଏଟା ହେଉଛି v। ଏଟା ହେଉଛି ପଏଣ୍ଟ a, ଏଟା b। ଏଟା ହେଉଛି d। ଠିକ୍ ଅଛି। ତମମାନେ ବୁଝି ସାରିଥିବ, ଏଠି ଏଠିକି ଅଛି t, ସେଥିପାଇଁ ଏଟା ଟିଭି ବୋଲି ଲେଖା ହେଇଛି। ଠିକ୍ ଅଛି। ଏଟା ହେଉଛି u। ଏଟା ହେଉଛି c। ଆଚ୍ଛା, ଏଟା ହେଉଛି ସମୟ, ଏଟା ହେଉଛି ପରିବେଗ। ସମୀକରଣ ଦେଖାଇବା ପାଇଁ ଏ ଗ୍ରାଫଟା ମୁଁ କରୁଛି। ସମତ୍ୱରଣରେ ଗତି କରୁଥିବା ବସ୍ତୁର ସମୟ ପରିବେଗ ଗ୍ରାଫ। ଏଟା ହେଉଛି ସମତ୍ୱରଣରେ ଗତି କରୁଛି, ସମତ୍ୱରଣ ଗତି କରୁଥିବା କାର। ସମୟ ପରିବେଗ ଆଉ ଲେଖୁନି ହେଲା। ପିଲାମାନେ, ପ୍ରଥମ ଗତି ସମୀକରଣରେ ମନେକର ଗୋଟେ ବସ୍ତୁ ଗୋଟେ ସରଳ ରେଖାରେ ସମତ୍ୱରଣରେ ଗତି କରୁଛି। ଏଟା ହେଉଛି ସମତ୍ୱରଣରେ ଗତି କରୁଛି। ତ ଟି ଯେତେବେଳେ 0, ଟି ସମୟ ମାନେ କ'ଣ? ଏଇଟା ହେଉଛି ସମୟ। ଏଠି କ'ଣ ଅଛି? ଟି ସମୟରେ ୟୁ ଦୂରତା ସେ ଅତିକ୍ରମ କରିଛି। ପ୍ରାରମ୍ଭିକ ପରିବେଗ ହେଉଛି ୟୁ। ତାପରେ ସେ କ'ଣ କରିଛି? ଟି ସମୟ ପରେ, ଯେତେବେଳେ ଟାଇମ୍ 0 ଥିଲା ସେତେବେଳେ ପ୍ରାରମ୍ଭିକ ପରିବେଗ ଥିଲା କେତେ? ୟୁ। ଟାଇମ୍ ଟି ବେଳେ ତାର ପ୍ରାରମ୍ଭିକ ପରିବେଗ ହେଇଯାଇଛି ଭି। ହେଲା। ଆଚ୍ଛା, ଟି 0 ବେଳେ ପ୍ରାରମ୍ଭିକ ପରିବେଗ ୟୁ। ଟି ଯେତେବେଳେ ଟି ସମୟକୁ ଯାଇଛି, ମାନେ ସମୟଟା ଯେତେବେଳେ ଟି, ମନେକର 5 ସେକେଣ୍ଡ, 10 ସେକେଣ୍ଡ, ସେମିତି ଟି ସେକେଣ୍ଡରେ ତାର ଅନ୍ତିମ ପରିବେଗ ହେଉଛି ଭି। ଆଉ ଅତିକ୍ରାନ୍ତ ଦୂରତା ଏସ୍। ଠିକ୍ ଅଛି। ଅତିକ୍ରାନ୍ତ ଦୂରତା ହେଉଛି ଏସ୍। ଆଚ୍ଛା, ପିଲାମାନେ, ବିନ୍ଦୁ ଯୋଉ ଏ ଅଛି, ଏ ଯୋଉ ଏ ବିନ୍ଦୁଟା, ଏଠି ତମେ ଦେଖୁଛ ଏ ବିନ୍ଦୁରେ ତାର 0u ଲେଖା ହେଇଛି, ମାନେ ଟି ସମୟରେ ସେ ପ୍ରାରମ୍ଭିକ ପରିବେଗ u ରେ ଅଛି। ପହଞ୍ଚିଛି କୋଉଠିକି? ନା ବି ବିନ୍ଦୁକୁ। ଏଠି କ'ଣ? ବି ବିନ୍ଦୁକୁ ପହଞ୍ଚିଛି। ଠିକ୍ ଅଛି। ବି ବିନ୍ଦୁରେ କ'ଣ ହେଇଛି? ନା ଟି 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 ସମୟରେ ଯାଇଛି ନା, ତ ଟିଟା ହେଲା କ'ଣ? ତାର ସମୟ, ଭିଟା ହେଲା ତାର ପରିବେଗ। ତ ତାର ପୋଜିସନ ହେଇଗଲା ଟି ଭି, ମାନେ ଟି ସମୟରେ ସେ ଭି ଦୂରତା, ମାନେ ଅନ୍ତିମ ପରିବେଗ ଭି କୁ ଯାଇଛି। ଠିକ୍ ଅଛି। ବି ବିନ୍ଦୁ ହେଉଛି ଟି ସମୟରେ ସେ ଅନ୍ତିମ ଅବସ୍ଥାନ ଯୋଉଟାକି ଭି କୁ ଯାଇଛି। ତ ସେ ଦୂରତା ଯୋଉ ଏଇଠୁ ଏତିକି ଏ ବି ହେଇଗଲା ଆମର ଏସ୍, ଯୋଉଟାକି ସେ ଯାଇଛି। ଠିକ୍ ଅଛି। ଆଚ୍ଛା, ଗତି ସମୀକରଣ ନିର୍ଣ୍ଣୟ ପାଇଁ ବି ବିନ୍ଦୁରୁ ଏକ୍ସ ଅକ୍ଷ ରେଖା ପ୍ରତି ବିସି ଲମ୍ବ ଟାଣା ହେଇଛି। ଆଚ୍ଛା, ବିସି ଗୋଟେ ଲମ୍ବ ଟାଣା ହେଇଛି। ଯେହେତୁ ଆମେ ଗୋଟେ ଗତି ସମୀକରଣ ନିର୍ଣ୍ଣୟ କରିବା, ସେଥିପାଇଁ ଗୋଟେ ବିସିଟେ ଲମ୍ବ ଟଣା ହେଇଛି, ଯୋଉଠିକି ସମୟ ଅକ୍ଷରେଖାକୁ ସି ବିନ୍ଦୁରେ ଯୋଗ କରିଛି। ଆଉ ଗୋଟେ ଏଡି ସମାନ୍ତର ଅକ୍ଷରେଖା ବି ଟଣା ହେଲା। ଠିକ୍ ଅଛି। ଏଠି ଗୋଟେ ଏଡି ଗୋଟେ ଟଣା ହେଇଛି, ଏଠି ଗୋଟେ ବିସି ଗୋଟେ ଟଣା ହେଇଛି। ଠିକ୍ ହେଲା। ବିସି କୁ ଡି ବିନ୍ଦୁରେ ଛେଦ କରାଗଲା। ଆଚ୍ଛା, ପିଲାମାନେ, ଓ ଏ ମାନେ ଏଇଟା ଇଜ ଇକ୍ୱାଲ ଟୁ ଏଇଟା କି ନାହିଁ? ଓ ଏ ଇଜ ଇକ୍ୱାଲ ଟୁ ଡିସି। ଓ ଏ ଇଜ ଇକ୍ୱାଲ ଟୁ ଡିସି ଇଜ ଇକ୍ୱାଲ ଟୁ କେତେ ହେବ? ୟୁ ହେବ। କାହିଁକି? ଆଚ୍ଛା, ଏଇଠୁ ଏତିକି ୟୁ ହେବ କି ନାହିଁ?
जेहेतु ए बिंदु होची 0 u माने t 0 थिला बेलକୁ से u दूरता परिवेग तार कोन होची u y अक्ष रेखाटे u ना तो एटा हे गला u तापर असला bc bc ए टोटल bc ठीक अछि bc के तब v हबो काहे ना b रे सेकंड बिंदु कोन v टोटल bc हबो केते v तापर ad 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 केते हबो 0 रु t तो t माइनस t2 माइनस t1 तो t हे गला ad आता पिला माने एठु हमें bd काढी परिबा bd ए जो एठु एति bd is equal to total bc minus cd total bc minus dc bc केते काढछि मु v minus dc is equal to u एति की पळा आसला अच्छा पिला माने a is equal to जो त्वरण परिवेगर परिवर्तन बाय समय ताले मोर एठी a is equal to परिवेगर परिवर्तन आरंभिक प्रारंभिक परिवेग थिला केते u अंतिम परिवेग होईछि केते v तो मु लिखि परिबि v माइनस u जोडा कि bd परिवेगर परिवर्तन बाय समय परिधान परिवेगर परिवर्तन होछि bd एठो थिला आगे लिखि दे bd समय परिवर्तन होछि ad तो bd is equal to v minus u ad is equal to t तो a is equal to v minus u by t which is equals to v minus u is equal to at क्रॉस मल्टीप्लाई हे गला तापरे मोठ लिखि परिबी v is equal to u plus at एटा होछ मोर प्रथम गति समीकरण बुझे पड़ी गला तो एटा हे गला मोर कोन प्रथम गति समीकरण यह प्रथम गति समीकरण अटे यह प्रारंभिक परिवेग अंतिम परिवेग त्वरण और समय मध्य रही संपर्क को प्रकाश कला एटा अंतिम परिवेग प्रारंभिक परिवेग और समय ए तीनटा को से कौन करछि प्रकाश करिछि एति होछि हमर प्रथम गति समीकरण पिला माने ठीक भलरे देखिबो रिवीजन करिवो सो दैट हमरटा बारंबार मन रहइबो ठीक अछि जेतुटा बहुत लंबा चैप्टर टा आगु पुणी नेक्स्ट क्लास रे सारिबा थैंक यू।